ବର୍ତ୍ତମାନ ସଂଖ୍ୟା ଆହତ ମାନଙ୍କର 7 ରେ ପହଞ୍ଚିଲା। 6 ରେ କିଛି ସମୟ ଥିଲା, ଏବେ 7 ରେ ପହଞ୍ଚିଲା। ଡେଡ୍ ବଡି କି ମିଶି 8 ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ଏସିବି ବଡ ମେଡିକାଲ କାଜୁଆଲିଟି କୁ ଆସିଛନ୍ତି ଏ ଟ୍ରେନ ଲାଇନଚ୍ୟୁତ ଘଟଣାରେ। ତେବେ ଏ 7 ଜଣଙ୍କର ଟ୍ରିଟମେଣ୍ଟ ବର୍ତ୍ତମାନ ଏସିବି ର ସ୍ୱତନ୍ତ୍ର ଡକ୍ଟରୀ ଟିମ୍ କରୁଛନ୍ତି। ସେମାନେ ହାତରେ ଏବଂ ଯେମିତି ମୁଁ କହୁଥିଲି ତାଙ୍କର ଶରୀର ବିଭିନ୍ନ ସ୍ଥାନ ରେ ଆଘାତ ଲାଗିଛି ଏବଂ ସେମାନଙ୍କର ଟ୍ରିଟମେଣ୍ଟ ତୁରନ୍ତ ଯାହା ଆଶୁ ଚିକିତ୍ସା କରାଯିବା କଥା ତାର ବ୍ୟବସ୍ଥା କରାଯାଉଛି। ବିଭିନ୍ନ ଡିପାର୍ଟମେଣ୍ଟର ଡାକ୍ତର ମାନଙ୍କୁ ନେଇକରି ଏଠି ଟିମ୍ ଗଠନ କରାଯାଇଛି। ଯୋଉମାନେ ତାଙ୍କର ପରିବାର ଆତ୍ମୀୟ ସ୍ୱଜନ ଅଛନ୍ତି ସେମାନଙ୍କୁ ମଧ୍ୟ ବୁଝେଇବା ପାଇଁ ଚେଷ୍ଟା କରାଯାଉଛି, କାରଣ ସେମାନେ ମଧ୍ୟ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। କେବେ ଭାବିନଥିବେ ଯେ ଏଭଳି ଗୋଟେ ଟ୍ରେନ ଦୁର୍ଘଟଣାର ବା ଟ୍ରେନ ଲାଇନଚ୍ୟୁତ ହେଲେ ସେମାନେ ତାଙ୍କର ଗନ୍ତବ୍ୟ ପଥ ବା ଯୋଉଠି ସେମାନେ ଯିବା ପାଇଁ ଚାହୁଁଥିଲେ ସେମାନେ ସେଥିରେ ବ୍ୟତିକ୍ରମ ହବ ଏବଂ ସେମାନେ ଆହତ ହେବେ, ସେମାନେ ଦୁର୍ଘଟଣାର ଶିକାର ହେବେ, ସେ କଥା ଏମାନେ କେବେ ଭାବିନଥିବେ। ତେଣୁ ପରିବାର ଲୋକଙ୍କୁ ମଧ୍ୟ ବୁଝେଇବା ପାଇଁ ଚେଷ୍ଟା କରାଯାଉଛି। ଜଣେ ଆହତଙ୍କ ସହିତ ଆମେ କଥା ହଉଥିଲୁ, ସେ ବାଙ୍ଗାଲୋର ଯାଇଥିଲେ ତାଙ୍କର ଅପରେସନ କରିବା ପାଇଁ, ହାତର ଅପରେସନ କରିବା ପାଇଁ। ଅପରେସନ କରି ଫେରୁଥିବା ସମୟରେ ଏଇ ଲାଇନଚ୍ୟୁତର ଦୁର୍ଘଟଣାର ସେ ମଧ୍ୟ ଶିକାର ହେଇଛନ୍ତି। ତାଙ୍କର ଯେଉଁ ହାତରେ ଅପରେସନ ହୋଇଥିଲା ସେଇ ହାତରେ ଆଘାତ ଲାଗିଛି ଏବଂ ତାଙ୍କୁ ବର୍ତ୍ତମାନ ଭର୍ତ୍ତି କରାଯାଇଛି। ପରିବାର ଲୋକ, ତାଙ୍କର ଭାଇ, ତାଙ୍କର ଭଉଣୀ, ସେମାନେ ସମସ୍ତେ ବର୍ତ୍ତମାନ ମାନସିକ ଗୋଟେ ଚାପ ଭିତରେ ଅଛନ୍ତି, ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି। ତାଙ୍କ ସହିତ ଯାହା ଆଲୋଚନା ବେଳେ ବା ତାଙ୍କ ସହିତ କଥା ହେଲା ବେଳେ ଆମେ ଯାହା ଜାଣିବାକୁ ପାଇଲୁ, ଏହିପରି ଅନେକ ବ୍ୟକ୍ତି ଅଛନ୍ତି ଏବଂ ତାଙ୍କର ଯୋଉମାନେ ଆତ୍ମୀୟ ସ୍ୱଜନ ଅଛନ୍ତି ସେମାନେ ମଧ୍ୟ ବର୍ତ୍ତମାନ କାଜୁଆଲିଟି ପରିସରରେ ଉପସ୍ଥିତ ଅଛନ୍ତି। କାଜୁଆଲିଟିରେ ଦୁର୍ଘଟଣାକୁ ସାମ୍ନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ପୁଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ଅଧିକ ଲୋକ ଯେମିତି ଭିଡ ନ କରିବେ, କାଜୁଆଲିଟି ସାମ୍ନାରେ ଭିଡ ନ କରିବେ, କୌଣସି ପେସେଣ୍ଟ ଆସିବା ସମୟରେ ବା ଏହି ଯାତ୍ରୀ ଆହତ ଯାତ୍ରୀ ଆସିବା ସମୟରେ ଯଦି କାହାର କିଛି ଅସୁବିଧା ନ ହୁଏ ସେ ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସ ଓହ୍ଲେଇ ସିଧାସଳଖ ଭର୍ତ୍ତି କରାଯିବ, କାଜୁଆଲିଟିରେ ଭର୍ତ୍ତି କରାଯିବ ଏବଂ ତୁରନ୍ତ ତାଙ୍କ ଚିକିତ୍ସା କରାଯିବ। ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସଂଖ୍ୟା ବଢିପାରେ କାରଣ ପ୍ରତି ମୁହୂର୍ତ୍ତରେ ସେଠୁ ଆମ୍ବୁଲାନ୍ସ ସେଠି ତ ମହଜୁଦ ହେଇଛି। ସେଇ ଆମ୍ବୁଲାନ୍ସ ମାଧ୍ୟମରେ ଜଣଙ୍କ ପରେ ଜଣେ ଯାତ୍ରୀ ଆହତ ଯାତ୍ରୀ ଏଠିକି ଆସୁଛନ୍ତି। ତେଣୁ ସଂଖ୍ୟା ବଢିବାର ଯଥେଷ୍ଟ ସମ୍ଭାବନା ରହିଛି। ठीक अच्छे दीपेश दीपेश यात्री माने जो मैंने रक्षा पाई जाइछंती सेमानकु किभली भाबरे गंतव्यस्थल को पठाजिबो से बाबद किसी सूचना आसुची दीपेश? ବର୍ତ୍ତମାନ ଏସିବି କାଜୁଆଲିଟି ତରଫରୁ ଟ୍ରିଟମେଣ୍ଟ କୁ ଗୁରୁତ୍ୱ ଦିଆଯାଉଛି। ପ୍ରଥମେ ତ ଯୋଉମାନେ ଆହତ ସେମାନଙ୍କୁ କେମିତି ଟ୍ରିଟମେଣ୍ଟ କରାଯିବ ତାର ବ୍ୟବସ୍ଥା ପ୍ରଥମେ କରାଯାଉଛି। ଜିଲ୍ଲା ପ୍ରଶାସନ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ କାହାକୁ ଦେଖିବାକୁ ଏଠି ପାଉନାହୁଁ। ଜିଲ୍ଲା ପ୍ରଶାସନ ତରଫରୁ କେହି ବି ଏପର୍ଯ୍ୟନ୍ତ କାଜୁଆଲିଟିରେ ପହଞ୍ଚି ନାହାନ୍ତି, କାରଣ ଜିଲ୍ଲା ପ୍ରଶାସନ ହିଁ କହିପାରିବେ ଯେ ଯୋଉମାନେ ରହିଯାଇଛନ୍ତି ଏ ଘଟଣାରେ, ଯୋଉମାନେ ସବୁ ବର୍ତ୍ତମାନ ଆହତ ହୋଇଛନ୍ତି ଏବଂ ତାଙ୍କର ଆତ୍ମୀୟ ସ୍ୱଜନ ଯୋଉମାନେ ବର୍ତ୍ତମାନ ଯିବା ପାଇଁ ବ୍ୟବସ୍ଥା କରାଯିବ, ଯୋଉମାନେ ଯିବେ ସିଧାସଳଖ କାମାକ୍ଷା ଯିବେ, ଆସାମ କାମାକ୍ଷା ଯିବେ, ସେମାନଙ୍କୁ କେମିତି ପଠାଯିବ ତାର ବ୍ୟବସ୍ଥା କେବଳ ଜିଲ୍ଲା ପ୍ରଶାସନ ପାଖରେ ହିଁ ସୂଚନା ରହିଛି ବା ସୂଚନା ସେଇମାନେ ଦେଇପାରିବେ। କିନ୍ତୁ ଜିଲ୍ଲା ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ କାଜୁଆଲିଟିରେ କେହି ପହଞ୍ଚି ନାହାନ୍ତି କିମ୍ବା କୌଣସି ବରିଷ୍ଠ ଅଧିକାରୀଙ୍କୁ ଏପର୍ଯ୍ୟନ୍ତ ଆମେ ଦେଖିବାକୁ ପାଉନାହୁଁ। ଏସିବି କାଜୁଆଲିଟିରେ କାହାକୁ ଦେଖିବାକୁ ପାଉନାହୁଁ, କେବଳ ଡକ୍ଟରୀ ଟିମ୍ ଲାଗିଛନ୍ତି। ତୁରନ୍ତ ଏସିବି ବଡ ମେଡିକାଲ ପ୍ରଶାସନ ପକ୍ଷରୁ ଡକ୍ଟରୀ ଟିମ୍ ଗଠନ କରାଯାଇଥିଲା ଏବଂ ସେଇ ଡାକ୍ତରୀ ଟିମ୍ ହିଁ ବର୍ତ୍ତମାନ ଆହତ ମାନଙ୍କର ଚିକିତ୍ସା କରୁଛନ୍ତି।